ବେଙ୍ଗଲୁରୁ ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୋଧରେ ରୁଜୁ ହେଲା ମାମଲା। ଜେଲ୍ ଯିବେ କି କୋହଲି? ବେଙ୍ଗଲୁରୁର ଏମ୍ ଚେନ୍ନାସ୍ୱାମୀ ଷ୍ଟାଡିୟମରେ ଆର୍ସିବିର ଆଇପିଏଲ୍ ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣା ଏକ ବଡ଼ ବିବାଦ ରୂପ ନେଇଛି। ଏହି ଘଟଣାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଆର୍ସିବିର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏକ ଦିନରେ ପ୍ରଶଂସକଙ୍କ ହିରୋ ଥିବା କୋହଲି ଏବେ ବିବାଦ ଘେରରେ ଭିଲିଏନ୍ ଭାବରେ ଚର୍ଚ୍ଚା ହୋଇ ରହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଗିରଫ ଦାବି ଜୋର ଧରିଛି, ଯାହା ଏକ ସମୟରେ ତାଙ୍କ ପାଇଁ ଆଦରର ପ୍ରକାଶ ଥିଲା। ଗତ 3 ଜୁନ୍ 2025ରେ ଅହମ୍ମଦାବାଦରେ ଅନୁଷ୍ଠିତ ଆଇପିଏଲ୍ ଫାଇନାଲରେ ଆର୍ସିବି ପଞ୍ଜାବ କିଙ୍ଗସ୍କୁ 6 ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଥିଲା। ଏହି ବିଜୟର ଉତ୍ସବ ପାଇଁ ବେଙ୍ଗଲୁରୁରେ ଏକ ବିଜୟ ପ୍ୟାରେଡ୍ର ଆୟୋଜନ କରାଯାଇଥିଲା। କିନ୍ତୁ ଏହି ପ୍ୟାରେଡ୍ ସମୟରେ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ, ଯାହା ଦଳାଚକଟାରେ ପରିଣତ ହୋଇଥିଲା। ଏହି ଘଟଣାରେ ଅନେକ ପ୍ରଶଂସକ ଆହତ ହୋଇଥିବା ବେଳେ 11 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଦଳାଚକଟା ଘଟଣାରେ ଆୟୋଜକଙ୍କ ସହ ବିରାଟ କୋହଲିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଅଭିଯୋଗ ରହିଛି ଯେ ପ୍ୟାରେଡ୍ର ଆୟୋଜନରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା ଏବଂ କୋହଲିଙ୍କ ଉପସ୍ଥିତି ଯୋଗୁଁ ଅତ୍ୟଧିକ ଭିଡ଼ ହୋଇଥିଲା। ପୁଲିସ କହିଛି ଯେ ଏହି ମାମଲାରେ ତଦନ୍ତ ଚାଲିଛି ଏବଂ ସମସ୍ତ ଦିଗକୁ ନଜର ଦିଆଯିବ। ତେବେ କୋହଲିଙ୍କୁ ଗିରଫ କରାଯିବ କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ପରେ ବିରାଟ କୋହଲି ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ଏହି ଘଟଣାରେ ଶବ୍ଦହୀନ ଏବଂ ମର୍ମାହତ। ମୋ ପ୍ରଶଂସକ ସୁରକ୍ଷା ମୋ ପାଇଁ ସର୍ବଦା ପ୍ରାଥମିକତା। ଏହି ଦୁଃଖଦ ଘଟଣାରେ ଆହତ ଓ ପ୍ରାଣ ହରାଇଥିବା ପ୍ରଶଂସକ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ତାଙ୍କର ଏହି ବୟାନ ସତ୍ତ୍ୱେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ନେଇ ତୀବ୍ର ଆଲୋଚନା ଜାରି ରହିଛି। ଏହି ଘଟଣା ପରେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଉଛି। କେହି କେହି ତାଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଦାୟୀ କରୁଛନ୍ତି। ଏକ ସମୟରେ ପ୍ରଶଂସକଙ୍କ ମଧ୍ୟରେ ଜନପ୍ରିୟ ଥିବା ଏବେ ଗିରଫ ଦାବି ହେଉଛି, ଯାହା କୋହଲିଙ୍କ ପାଇଁ ଆଦରର ପ୍ରକାଶ ଥିଲା। ଏବେ ତାଙ୍କ ଗିରଫ ନେଇ ପ୍ରଶ୍ନ ଉଠାଉଛି।